ବା ଆମେ ପଢୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 207। ପ୍ରଭୁ ଲେଖୁଛନ୍ତି ପ୍ରାଣୀମାନଙ୍କ ଉପରେ ତୁମର ଦୟା ଭାବ ରହିଥିବା ଉଚିତ। ତାହା ଅବଶ୍ୟ ଭଲ କଥା। ମାତ୍ର ଯଦି ତୁମେ ନିଜର ସେହି ଦୟାର ଏକ ଦାସରେ ପରିଣତ କରି ରଖ, ତାହା ଆଦୌ ଭଲ କଥା ନୁହେଁ। କେବଳ ପରମେଶ୍ୱରଙ୍କ ବ୍ୟତୀତ ତୁମେ କଦାପି ଆଉ କାହାର ବି ଦାସ ହେବ ନାହିଁ। ସେହି ପରମେଶ୍ୱରଙ୍କର ସବୁଠାରୁ ଅଧିକ ଆଲୋକୋଜ୍ଜଳ ହୋଇ ରହିଥିବା ଦୂତମାନଙ୍କର ମଧ୍ୟ ଦାସ ହେବ ନାହିଁ। କଣ କହିଲେ? ପ୍ରାଣୀମାନଙ୍କ ଉପରେ ତୁମର ଦୟା ଭାବ ରହିଥିବା ଉଚିତ। ତାହା ଅବଶ୍ୟ ଭଲ କଥା। ମାତ୍ର ଯଦି ତୁମେ ନିଜର ସେହି ଦୟାର ଏକ ଦାସରେ ପରିଣତ କରି ରଖ, ସେଇ ଦୟାର ଏକ ଦାସରେ ତାଙ୍କୁ ପରିଣତ କରି ରଖ, ତାହା ଆଦୌ ଭଲ କଥା ନୁହେଁ। ତାପରେ କହୁଛନ୍ତି କେବଳ ପରମେଶ୍ୱରଙ୍କ ବ୍ୟତୀତ ତୁମେ କଦାପି ଆଉ କାହାର ବି ଦାସ ହେବ ନାହିଁ। ସେହି ପରମେଶ୍ୱରଙ୍କର ସବୁଠାରୁ ଅଧିକ ଆଲୋକ ଉଜ୍ଜଳ ହୋଇ ରହିଥିବା ଦୂତମାନଙ୍କର ମଧ୍ୟ ଦାସ ହେବ ନାହିଁ। ଆଉ କେତେ ସ୍ପଷ୍ଟ ଭାବେ କହିବେ? ଏହି ଉକ୍ତିଟି ସେଇମାନଙ୍କ ପାଇଁ ଯେଉଁମାନେ ପରମ ସତ୍ୟର ନିର୍ଦ୍ଦେଶନାରେ ଜୀବନ ବଞ୍ଚିବାକୁ, ଦିବ୍ୟ ପରମ ଉପସ୍ଥିତି ବିଷୟରେ ସଚେତନ ହେବାକୁ ଏବଂ କେବଳ ତାହାର ଇଚ୍ଛା ଅନୁସାରେ ହିଁ ଆପଣାର ଜୀବନ ବଞ୍ଚିବାକୁ ଚାହାନ୍ତି। ତେଣୁ ଏଇ କାରିକାଟି ଯୋଉ କହୁଛନ୍ତି, ଯେଉଁମାନେ ସତରେ ନିଜେ ସତ୍ୟର ବା ପରମ ସତ୍ୟର ନିର୍ଦ୍ଦେଶରେ ଜୀବନ ବଞ୍ଚିବାକୁ ସଂକଳ୍ପ କରିଛନ୍ତି ଏବଂ ପରମ ଉପସ୍ଥିତି ବିଷୟରେ ସଚେତନ ହେବାକୁ ନିରନ୍ତର ପ୍ରୟାସରତ ଅଛନ୍ତି ଏବଂ କେବଳ ତାଙ୍କରି ଇଚ୍ଛା ଅନୁସାରେ, କାହା ଇଚ୍ଛା ଅନୁସାରେ? ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଜୀବନ ବଞ୍ଚିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏ କଥାଟି କୁହାଯାଇଛି। କାହିଁକି? ଆମେ ଯେତେବେଳେ କାହାକୁ ଦୟା କରୁଛୁ, ସେତେବେଳେ ଆମ ଭିତରେ ସ୍ୱତଃସ୍ଫୂର୍ତ୍ତ ଭାବରେ ମନୁଷ୍ୟର ପ୍ରକୃତିଗତ ଦୃଷ୍ଟିକୋଣରୁ ତା ଭିତରେ ଆସେ ଯେ ସେ ମୋ ପ୍ରତି କୃତଜ୍ଞ ହେବା ଉଚିତ। এইটা হচ্ছে ଆକ୍ଚୁଆଲି ଇଗୋର ଗୋଟେ ରୂପ। ଇଏ ଗୋଟେ ରୂପ। ନିଜକୁ ସେ ଆଗ ରଖିବାକୁ ଚାହେଁ, ଯାହା ବି ହେଲେ ମୁଁ ଦୟା କରିଛି, ମୋ ପ୍ରତି ସେ କୃତଜ୍ଞ ହବ ନାହିଁ। ଇଏ ହେଲା ପ୍ରଥମ ଷ୍ଟେପ ଆରମ୍ଭ। ତାପରେ ଷ୍ଟେପ କଣ ହବ? କୃତଜ୍ଞ ହେଲା ଯେ ମୋଠୁ ସେ ପାଇଛି, ତେବେ ମୁଁ ଯାହା କହିବି ବା ମୋ ପାଇଁ ଗୋଟେ କାମ କରିବାର ଅଛି, ସେ ଟିକେ କରିବନି? ଇଏ ହେଲା ଦ୍ୱିତୀୟ। ତାମାନେ କୃତଜ୍ଞତାର ସେ ପ୍ରମାଣ ଖୋଜେ। ଖାଲି କହିଦେଲେ କଣ କୃତଜ୍ଞ ହେଇଗଲା? କୃତଜ୍ଞତାର ସେ ପ୍ରମାଣ ଖୋଜେ। କଣ ପ୍ରମାଣ? ନା ସେ ମୋ ହିସାବରେ, ପ୍ରଥମେ ମୋ ହିସାବରେ ନୁହଁ, ପ୍ରଥମେ କହିବ ସେ ମୋ ପାଇଁ ବା ମୋର ଯୋଉ କାମ ଅଛି, ମୋ କାମରେ ସେ ଟିକେ ମତେ ସାହାଯ୍ୟ କରିବ ବା ମୋ କାମ ଟିକେ ସେ କରିଦବ। ପ୍ରଥମେ ସେ ଷ୍ଟେପ ବାଇ ଷ୍ଟେପ ଦେଖିବା। ପ୍ରଥମେ ସେ କଣ ଭାବିଲା? ଯେ ମୁଁ ତାକୁ ସାହାଯ୍ୟ କରିଛି, ତେଣୁ ସେ ମୋ ପ୍ରତି କୃତଜ୍ଞ ହବା ଉଚିତ। ବାକ୍ୟରେ ହଉ ବା ଯେମିତି ହଉ, ବାହାରେ ଆଗ। ତାପରେ ସେ ଭାବେ ଯେ କୃତଜ୍ଞତାର ପ୍ରମାଣ ମତେ ଦେଖଉ, ଖାଲି କହିଦେଇ ଗଲା କଣ? ପ୍ରମାଣ ଦେଖେଇବ। କେମିତି ସେ ପ୍ରମାଣ ଚାହେଁ? ଯେ ମୋର ଯୋଉ କାମ ସେ କରିଦବ। ମୋର କିଛି ଯଦି କାମ ଅଛି ସେ କରିଦବ। ଆଉ ଗୋଟେ କାଟାଗୋରୀ ଆସିବେ ପୁଣି କଣ? ନା ପ୍ରମାଣ କେମିତି ଖୋଜିବେ? ଯେ ମୁଁ ଯାହା କହିବି ତାହା ସିଏ ସେଇଭଳି ଭାବରେ ବା ତାହା ସିଏ କରିବାକୁ ବାଧ୍ୟ, କରିବା ଉଚିତ, କରିବାକୁ ବାଧ୍ୟ। ଧୀରେ ଧୀରେ ସିଏ ଏକା ସାଙ୍ଗରେ ଚାଲେ। ହଁ, କଣ ହେଲା? ଇଏ ଧୀରେ ଧୀରେ କଣ ହେଲା? ଇଗୋ ଆଉ ଟିକେ ସଲିଡିଫାଏ ହେଲା। ମୁଁ ତାକୁ ଦେଇଛି, ସେ ମୋ କଥା ମାନିବନି। ବାସ୍ ଏଇ ଷ୍ଟେଜ ଆସିଗଲେ ତାମାନେ ସିଏ ତାକୁ ଦାସ କରି ରଖେ। ଇଏ ହଉଛି ଇଗୋର ସୁପରଲେଟିଭ ଡିଗ୍ରୀ ଆସିଗଲା। ଇଏ ପ୍ରଭୁ କହିଲେ ଯେ ଏଇ ପ୍ରକାରର ହବା ଠିକ ନୁହେଁ। ତାପରେ କହିଲେ କଣ? ସେଇଥିପାଇଁ କହିଲେ ଆଦୌ ଭଲ କଥା ନୁହେଁ। ତାପରେ କହୁଛନ୍ତି ଆଉ ଗୋଟେ କଥା, ଇଏ ଗଲା ଯିଏ ସେ ବଶବର୍ତ୍ତୀ ହେଇ ଦୟା କରୁଛି ତା କଥା। ସିଏ କେମିତି ଅନ୍ୟମାନଙ୍କୁ ଦାସ କରିବ ନାହିଁ। ବର୍ତ୍ତମାନ କଥା ଆସିଲା ଯେ ମୁଁ ମାନେ ଆଉ ଜଣେ ଇଣ୍ଡିଭିଜୁଆଲ, ଗୋଟେ ବ୍ୟକ୍ତି, ସିଏ
କାହାରି ଦାସ ହେବ ନାହିଁ, ଏ ସଂକଳ୍ପ ତା ଭିତରେ ରହିବା ଉଚିତ। କହୁଛନ୍ତି କେବଳ ପରମେଶ୍ୱରଙ୍କ ବ୍ୟତୀତ ତୁମେ କଦାପି ଆଉ କାହାର ବି ଦାସ ହେବ ନାହିଁ। ସେହି ପରମେଶ୍ୱରଙ୍କର ସବୁଠାରୁ ଅଧିକ ଆଲୋକ ଉଜ୍ଜଳ ହୋଇ ରହିଥିବା ଦୂତମାନଙ୍କର ମଧ୍ୟ ଦାସ ହେବ ନାହିଁ। ତାମାନେ ଯିଏ ପରମଙ୍କର ମନେକର ଯେ ଆମେ କହିବା ପରମଙ୍କ ପାଖରୁ ଆଚାର୍ଯ୍ୟ ଏବଂ ବିଭୂତି ଏ ଯେଉଁମାନେ ବି ଆସିଛନ୍ତି, ଯେଉଁମାନେ ପରମଙ୍କର କାର୍ଯ୍ୟକୁ ପରିପ୍ରକାଶ କରିବା ପାଇଁ ମୁକ୍ତ ଆତ୍ମା ମାନେ ଆସିଛନ୍ତି, କିଛି କିଛି କାର୍ଯ୍ୟ କରୁଛନ୍ତି, କିମ୍ବା ଆଉ କେତେ ଜଣ ପ୍ରେରିତ ହେଇକି ଆସୁଛନ୍ତି, କାର୍ଯ୍ୟ କରୁଛନ୍ତି, ସେମାନେ ତାଙ୍କର ଆଲୋକ ଉଜ୍ଜଳ ନେଇକି ଆସିଛନ୍ତି, ତାଙ୍କର ମଧ୍ୟ ଦାସ ହେବ ନାହିଁ। ଆଉ ସାଧାରଣ ମନୁଷ୍ୟ କଥା ଛାଡ଼ନ୍ତୁ। ତେଣୁ ଯେତେବେଳେ ଏଇ ଯୋଉ ଗଭୀର ସତ୍ୟକୁ ଧରିକରି ଆମକୁ ଜୀବନ ବଞ୍ଚିବାକୁ ଯିବା, ସେତେବେଳେ ମନେ ରଖିବା ଗୋଟେ ପ୍ରଶ୍ନ ଆସେ, ତେବେ ମୁଁ କୃତଜ୍ଞ ହେବି କି ନାହିଁ? ତାଙ୍କ କଥା, କାହା କଥା ମାନିବି କି ନ ମାନିବି? ଦେଖନ୍ତୁ, ଯେତେବେଳେ ବାହାରେ କାର୍ଯ୍ୟ କରିବାକୁ ଆପଣ ଯାଉଛନ୍ତି, ସବୁ ପାଖରେ ଗୋଟିଏ କଥା ଉପରେ ଆପଣ ଗୁରୁତ୍ୱ ଦେବେ, ସେଟା ହଉଛି କସ୍ମୈ ଦେବା। ଆପଣଙ୍କର ଅବଜେକ୍ଟିଭ କଣ? ଲକ୍ଷ୍ୟ ହଉଛି ମୁଁ ପରମଙ୍କର ଦାସ ହେବି, ଆଉ କାହାରି ଦାସ ହେବି ନାହିଁ। ତାହେଲେ ଯିଏ ମତେ ସାହାଯ୍ୟ କଲେ ବା ଯାହାଙ୍କ ପାଖରୁ, ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତି ପାଖରେ କୃତଜ୍ଞ ହେବା ଉଚିତ, ଯେକୌଣସି ପ୍ରକାରରେ ବି। ସିଏ ଯଦି ବି ସାହାଯ୍ୟ କରିଥାନ୍ତୁ, ଦୟା ଦେଖେଇଥାନ୍ତୁ ବା ନ ଦେଖେଇଥାନ୍ତୁ, ଯେକୌଣସି ବ୍ୟକ୍ତିର ଉପସ୍ଥିତି ଅଛି ମାନେ ସିଏ ମତେ କିଛି ନା କିଛି ସାହାଯ୍ୟ କରୁଛି। ସେ ମତେ ଡାଇରେକ୍ଟଲି କିଛି ଦଉନଥିବ, କିଛି ନା କିଛି ସେ ସାହାଯ୍ୟ କରୁ। ସେ ଯଦି ଗୋଟେ ଗଛ ବି କୋଉଠି ଲଗେଇଥିବ, ଯଦି ଆମେ ଗୋଟେ ଜଷ୍ଟ ଏମିତି ଏକ୍ସାମ୍ପଲ ନେଇ ଭାବିବା, ଯଦି କୋଉଠି ଗୋଟେ ଗଛଟିଏ ବି ଲଗେଇଥିବ, ତାହେଲେ ବି ସେ ମତେ ହେଲ୍ପ କଲା, ଅକ୍ସିଜେନ ଦେବା ପାଇଁ ସାହାଯ୍ୟ କଲା ନା। ତେଣୁ ଯେକୌଣସି ଉପାୟରେ ବି ଆମେ ସମସ୍ତଙ୍କ ପ୍ରତି କୃତଜ୍ଞ ହେବା ଉଚିତ। କିନ୍ତୁ ଯେତେବେଳେ ଫିଜିକାଲି ଆମେ କିଛି ପାଉଛୁ ବା କାହା ପାଖରୁ କିଛି ମାନେ ଭୌତିକ ଭାବରେ ସାହାଯ୍ୟ ହଉ, ମାନସିକ ଭାବରେ ସାହାଯ୍ୟ ହଉ, କିମ୍ବା ମତେ ମୋଟିଭେଟ କରିବା ପାଇଁ ଯଦି କିଛି ବି ସାହାଯ୍ୟ ହଉ, ତାଙ୍କ ପାଖରେ ମୁଁ କୃତଜ୍ଞ ହେବି କି ନାହିଁ? ହଁ, କୃତଜ୍ଞ ହେବେ। କୃତଜ୍ଞ ହେବେ, ମାଙ୍କ ପାଖରେ ପ୍ରାର୍ଥନା କରିବେ ତାଙ୍କର ଉତ୍ତରୋତ୍ତର ଅଗ୍ରଗତି ପାଇଁ, ତାଙ୍କର ଦାସ ହେଇକି ତାଙ୍କ କାମ କରିବା ପାଇଁ, ତାଙ୍କର ଦାସ ହେଇକିରି ତାଙ୍କ କାର୍ଯ୍ୟ କରିବା ପାଇଁ। ସେଇଟା କୃତଜ୍ଞତାର ପ୍ରମାଣ ନୁହେଁ। କୃତଜ୍ଞତାର ପ୍ରମାଣ ହଉଛି ତାଙ୍କ ପାଇଁ ଆପଣ ସବୁ ପ୍ରକାର ଶୁଭେଚ୍ଛା ରଖିବେ, ମାଙ୍କ ପାଖରେ ପ୍ରାର୍ଥନା କରିବେ, ତାଙ୍କୁ ଦାୟିତ୍ୱ ନେବା ପାଇଁ ତାଙ୍କର। ଇଏ ହଉଛି ପ୍ରକୃତ କୃତଜ୍ଞତା। କାହିଁକି ନା ଭଗବାନ ସବୁଠାରୁ ବା ମା ସବୁଠାରୁ ଭଲ ଜାଣନ୍ତି ତା ପାଇଁ କଣ ଆବଶ୍ୟକ। କିନ୍ତୁ ମୁଁ ତା ପାଖରେ ଦାସ ହେଇଯିବି, ନା ନା ଆଜ୍ଞା, ନେଇକି ତା ପାଖରେ ଠିଆ ହେବି, ତାକୁ ଏଇଟା ଦେବି, ତାକୁ ସେଇଟା ଦେବି, ଇଏ ହଉଛି ଆମର ନିମ୍ନ ପ୍ରାଣର ଗତିବୃତ୍ତି ଗୁଡିକ। ତେଣୁ ମୁଁ କୃତଜ୍ଞ ହେବି ପରମଙ୍କ ପାଖରେ, ସମସ୍ତଙ୍କ ପାଖରେ କୃତଜ୍ଞ ହେବି, କିନ୍ତୁ କାହାରି ଦାସ ହେବି ନାହିଁ, କେବଳ ପରମଙ୍କର ଦାସ ହେବି। ମା ତାପରେ ଲେଖୁଛନ୍ତି, ଅନର୍ଥ ଏବଂ କଷ୍ଟ ଭୋଗରୁ ରକ୍ଷା ପାଇବାକୁ ହେଲେ ଏହା ହିଁ ଏକମାତ୍ର ପଥ। ନିରନ୍ତର ଶାନ୍ତି, ଆଲୋକ ଏବଂ ଆନନ୍ଦ ମଧ୍ୟରେ ବାସ କରିବାର ଏକମାତ୍ର ପଥ ହଉଛି କଣ? କାହାରି ଦାସ ହବ ନାହିଁ, ଦାସ ହବ ପରମେଶ୍ୱରଙ୍କର। ମା। Thank you all over.